ହଜି ଯାଇଥିବା ସୁନା ଅଳଙ୍କାର ଫେରି ପାଇଲେ ଶ୍ରଦ୍ଧାଳୁ। ପୁରୀ ପୋଲିସ ଦ୍ୱାରା ଭକ୍ତମାନଙ୍କ ସୁରକ୍ଷା ଓ ସହାୟତା କ୍ଷେତ୍ରରେ ଆଉ ଏକ ସଫଳ ପଦକ୍ଷେପ ଗ୍ରହଣ କରାଯାଇଛି। ହଜି ଯାଇଥିବା ସୁନା ଅଳଙ୍କାର ଓ ନଗଦ ଅର୍ଥ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ସୁରକ୍ଷିତ ଭାବେ ଫେରସ୍ତ କରାଯାଇଛି। ଶ୍ରୀମତୀ ପୁଷ୍ପଲତା ସାହୁ, ସ୍ୱାମୀ ଶ୍ରୀ ନିରଞ୍ଜନ ସାହୁ, ଗ୍ରାମ ପାଟଣାସାହି, ଥାନା ବଳଙ୍ଗା, ପୁରୀ। ତାଙ୍କର ପ୍ରାୟ 25 ଗ୍ରାମ ଓଜନର ଏକ ସୁନା ଚେନ୍ ସହିତ ସୁନା ଲକେଟ୍ ଏବଂ ନଗଦ 3,500 ଟଙ୍କା ହଜି ଯାଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁରୀ ପୋଲିସ ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଥିଲା। ତଦନ୍ତ ପ୍ରକ୍ରିୟାରେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା ଏବଂ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପୋଲିସର ତତ୍ପରତା ଓ ନିଷ୍ଠାପୂର୍ଣ୍ଣ ଉଦ୍ୟମ ଫଳରେ ହଜି ଯାଇଥିବା ସୁନା ଚେନ୍, ସୁନା ଲକେଟ୍ ଓ ନଗଦ ଅର୍ଥ ଉଦ୍ଧାର କରାଯିବାରେ ସଫଳତା ମିଳିଥିଲା। ପରବର୍ତ୍ତୀ ସମୟରେ ଉଦ୍ଧାର ହୋଇଥିବା ସମସ୍ତ ସାମଗ୍ରୀ ସମ୍ପର୍କରେ ଉପଯୁକ୍ତ ଯାଞ୍ଚ ଓ ପରିଚୟ ପ୍ରକ୍ରିୟା ସମ୍ପନ୍ନ କରାଯାଇ ପ୍ରକୃତ ମାଲିକ ଶ୍ରୀମତୀ ପୁଷ୍ପଲତା ସାହୁଙ୍କ ଜିମାରେ ଫେରସ୍ତ କରାଯାଇଥିଲା। ନିଜର ହଜି ଯାଇଥିବା ମୂଲ୍ୟବାନ ସମ୍ପତ୍ତି ପୁନର୍ବାର ଫେରି ପାଇ ଶ୍ରୀମତୀ ପୁଷ୍ପଲତା ସାହୁ ଏବଂ ତାଙ୍କ ପରିବାର ସଦସ୍ୟମାନେ ପୁରୀ ପୋଲିସ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ପୁରୀ ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସୁରକ୍ଷା, ସହାୟତା ଓ ସେବା ପାଇଁ ପ୍ରତିବଦ୍ଧ ରହିଛି।